ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ +2 ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ ନେଇଛି ଆର୍ଟ୍ସ ସାଇନ୍ସ ଏବଂ କମର୍ସ। ତ ତମମାନଙ୍କ ପାଇଁ ନେଇଛି କ'ଣ ନା ପ୍ରିଭିୟସ୍ କ୍ୱେଶ୍ଚିନ୍ ବ୍ୟାଙ୍କର କ'ଣ ନା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବ୍ୟାଙ୍କର ଆସିଛି 2 ମାର୍କିଆ। ତ ବୁଝି ହେଲା ପିଲାମାନେ 2 ମାର୍କ କ୍ୱେଶ୍ଚିନ୍ ଆସିଛି ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର କ'ଣ 2 ମାର୍କ କ୍ୱେଶ୍ଚିନ୍ ଆସିଛି ବହୁତ ସିଲେକ୍ସନ୍ ଏବଂ ଯେତିକି ପଢ଼େଇ ତା ଭିତରୁ ନିଶ୍ଚିନ୍ତ ତମର ଏକ୍ଜାମକୁ ଆସିବ 2 ମାର୍କିଆ। ବୁଝି ହେଲା ତ 2 ମାର୍କିଆ ଆସିବ, ତମେ 3 ମାର୍କ ଭାବିବନି କି 1 ମାର୍କିଆ, 2 ମାର୍କ ଯେତିକି ପଢ଼େଇବି ତମର ଏକ୍ଜାମକୁ ଆସିବ। ବୁଝି ହେଲା ତ ଏଥିରେ ବି କ'ଣ ଏକ୍ସଟ୍ରା କ୍ୱେଶ୍ଚିନ୍ ବି କିଛି ଅଛି। ବୁଝି ହେଲା ପିଲାମାନେ ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅ, ବେଲ୍ ଆଇକନ୍କୁ ଦବାଇ ଦିଅ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦିଅ। ତ ପିଲାମାନେ ତମର ଏକ୍ଜାମ୍ ଆଉ ଅଳ୍ପ ଦିନ ରହିଲା, ହାତରେ ବହୁତ କମ୍ ସମୟ ରହିଲା, ତମେ କେମିତି ପଢ଼ିକି କ'ଣ ତମେ ଭଲ ମାର୍କ ରଖିବ। ବୁଝି ହେଲା ପିଲାମାନେ ଦେଖ 2 ମାର୍କିଆ ଆଉ ଥରେ କହୁଛି ତମର 2 ମାର୍କିଆ ପ୍ରଥମେ ତମେ ଲେଖିବ କ'ଣ ନା ଯେଉଁ ପ୍ରବନ୍ଧ କି ଲେଖା କି ଲେଖକ ଯାହାର ହେଇଥିବ ତ ତାକୁ ଲେଖିବ, ତାପରେ ପ୍ରାବନ୍ଧିକଙ୍କ ନାଁ ଲେଖିବ, କ'ଣ ସେ ବିଷୟର କବି କିଏ ତମେ ତାକୁ ଲେଖିବ, ତାପରେ ତମେ କ'ଣ ନା କ୍ୱେଶ୍ଚିନ୍କୁ ଯିବ, କ୍ୱେଶ୍ଚିନ୍ର ଆନ୍ସର୍ ଉପରେ ଯିବ। ଯଦି ତମକୁ ସପୋଜ୍ କ'ଣ କ୍ୱେଶ୍ଚିନ୍ଟା ଆସିଲାନି କିଛି ନାହିଁ, ଗୋଟେ କ୍ୱେଶ୍ଚିନ୍ରେ ତ 1 ମାର୍କ ମିଳିବ, ତ ପ୍ରବନ୍ଧ ପ୍ରାବନ୍ଧିକ ନାଁ ଲେଖିଦେବ, ଆନ୍ସର୍ ଆସିଲାନି ଯାହା ଅନମନିକ ଆସିଲା ଯଦି ଭୁଲ ହେଲା ତ 1 ମାର୍କ ତ ମିଳିବ ନା, 2ରୁ 0 ତ ଦିଆହେବନି। ସେଥିପାଇଁ ବାରମ୍ବାର ତମକୁ କହୁଛି କି ପ୍ରବନ୍ଧ ସବୁ ବିଷୟର ଲେଖକ ଏବଂ ସେ ବିଷୟ ନାଁ ଏବଂ ସେ କ୍ୱେଶ୍ଚିନ୍ ସହ ପୁରା ରିଲେଟେଡ୍ ହୁଅ। ବୁଝି ହେଲା ତ ଯାଇ ତମେ କ'ଣ ନା ଭଲ ମାର୍କ ରଖିବ। ତ ପିଲାମାନେ ଦେଖ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି, କେଉଁ ସଭା ଦେଖିବାର ସୁଯୋଗ ଲେଖକଙ୍କୁ ମିଳିଥିଲା? କେଉଁ ସଭା ପିଲେ ତା ବିଷୟ ଲେଖିବ କ'ଣ ନା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ତାଙ୍କ କବି କିଏ ନା ଗୋଲକ ବିହାରୀ ଧଳ। ନା ବର୍ଣ୍ଣନା କ'ଣ କରିଛନ୍ତି ନା ଜିଲ୍ଲା ପରିଷଦ କ'ଣ ପରିଚାଳିତ, ଜିଲ୍ଲା ପରିଷଦ ପରିଚାଳିତ ଗୋଟିଏ ଆଞ୍ଚଳିକ ସଭା ଦେଖିବାକୁ ସୁଯୋଗ ଲେଖକଙ୍କୁ ମିଳିଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ସିଲେକ୍ସନ୍ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ାକ। ସଭାରେ ବିଚାର ପାଇଁ କେଉଁ ବିଷୟ ସଭା ଉପରେ ଥିଲା? ସଭାରେ କ'ଣ ଲେଖିବ ନା ପ୍ରବନ୍ଧ କି ଲେଖା ଯାହା ବି ହଉ, ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ପ୍ରାବନ୍ଧିକ କିଏ ନା ଗୋଲକ ବିହାରୀ ଧଳ ବର୍ଣ୍ଣନା କରିଛନ୍ତି କି ସଭାର ବିଚାର ପାଇଁ କ'ଣ ନା କୃଷି ବିଷୟ ସଭା ଉପରେ ଥିଲା, କ'ଣ ନା କୃଷି ବିଷୟ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା, ସଭାରେ ବିଚାର ପାଇଁ କେଉଁ ବିଷୟ ସଭା ତଳେ ଥିଲା ପିଲେ? କେଉଁ ବିଷୟ ନା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ଗୋଲକ ବିହାରୀ ଧଳ ବର୍ଣ୍ଣନା କରିଛନ୍ତି ଯେ ସଭାରେ ବିଚାର ପାଇଁ କ'ଣ ନା ଶିକ୍ଷା ବିଷୟ ସଭା ତଳେ ଥିଲା। ନେକ୍ସଟ କ୍ୱେଶ୍ଚିନ୍, ସରକାର କ'ଣ କରିଛନ୍ତି ଯାହାକୁ ଲୋକେ ବୁଝୁନାହାନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ବି ନାହିଁ? ସରକାର କ'ଣ କରୁଛନ୍ତି ପିଲେ ଲେଖିବ ସେମିତି 2 ମାର୍କିଆ 3 ମାର୍କିଆରେ ଏବଂ 5 ମାର୍କିଆରେ। ପିଲେ ସରକାର କ'ଣ କରୁଛନ୍ତି ଯାହାକୁ ଲୋକେ ବୁଝୁନାହାନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ବି ନାହିଁ? କ'ଣ ଲେଖା, ଲେଖକଙ୍କ ନାଁ ଲେଖିବ 2 ମାର୍କିଆ 3 ମାର୍କିଆ ଏବଂ 5 ମାର୍କରେ। ତାପରେ କ'ଣ ଲେଖିବ ମୁଁ କହିଦେଉଛି, ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ଗୋଲକ ବିହାରୀ ଧଳ ବର୍ଣ୍ଣନା କରିଛନ୍ତି ଯେ ସରକାର କ'ଣ ନା ବହୁତ ଯୋଜନା କରିଛନ୍ତି ଯାହାକୁ ଲୋକେ ବୁଝୁନାହାନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ବି ନାହିଁ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଭୂମିରେ ଫସଲ ବୁଣିଲେ ଗୋରୁ ଚରିଯାଆନ୍ତି? ପିଲେ କେଉଁ ଭୂମିରେ ନା କେଉଁ ଭୂମିରେ ପିଲେ ନା ପଡ଼ିଆ ଭୂମିରେ ଫସଲ ବୁଣିଲେ ଗୋରୁ ଚରି ଯାଆନ୍ତି। ବୁଝି ହେଲା ତାପରେ କ'ଣ ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା ଆମେ, ମୁଁ ପଢ଼ି ଦେଉଛି ତମେ ଲେଖକଙ୍କ ନାଁ ଲେଖିଦେବ ନୋଟ୍ କଲାବେଳେ। ବୁଝି ହେଲା ଏବଂ ପରୀକ୍ଷା ଦେଲାବେଳେ, କାହାକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ ଯୋଜନା କଥା କହିଲେ ସେ ବୁଝିପାରିବ? କାହାକୁ ପିଲେ ନା ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ ଯୋଜନା କଥା କହିଲେ ସେ ବୁଝିପାରିବ। ପରବର୍ତ୍ତୀ କ୍ୱେଶ୍ଚିନ୍, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ ଶିକ୍ଷାକୁ ତାଠାରୁ ଅନେକ ଗୁଣ ଅଧିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ଭିତରେ କ'ଣ ରହିପାରିବ? ପିଲେ କ'ଣ ନା ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ ଶିକ୍ଷାକୁ ତାଠାରୁ ଅନେକ ଗୁଣ ଅଧିକ ଆଗ୍ରହରେ କଲେ ଶିକ୍ଷା ଯୋଜନା ଭିତରେ କ'ଣ ନା ସମନ୍ୱୟ ରହିପାରିବ। ପରବର୍ତ୍ତୀ କ୍ୱେଶ୍ଚିନ୍,
लोक माने कौन होइथिबारु उन्नयन कार्य अनेक पछरे पड़ी जाइछि बोली जातिसंघ तांको शिक्षा रिपोर्ट रे कहिसंती कौन ना स्वाधीन देशर शिक्षा चिंतार लेखिबा गोलक बिहारी धर वर्णना करिसंती जे लोक माने अशिक्षित निरक्षर होइथिबारु उन्नयन कार्य अनेक पछरे पड़ी जाइछि बोली जातिसंघ तांको शिक्षा रिपोर्ट रे कहिसंती। परवर्ती क्वेश्चन आमर शासन पद्धति एमिति जे सेथिरे केउ मानकर विशेष मूल्य न थाए पिले बोली लेखक कहिसंती ना स्वाधीन देशर शिक्षा चिंतार गोलक बिहारी धळ वर्णना करिसंती कि आमर शासन पद्धति एमिति जे सेथिरे कौन ना विशेषज्ञ मानकर विशेष मूल्य न थाए बोली लेखक कहिसंती। परवर्ती क्वेश्चन योजना जेतेबेले अर्थ विभाग विचार को आसी जाए सेतेबेले कौन शिक्षा उपरे पड़े ना स्वाधीन देशर शिक्षा चिंतार गोलक बिहारी धळ वर्णना करिसंती जे योजना जेतेबेले अर्थ विभाग विचार को आसी जाए सेतेबेले कौन ना प्राथमिक आघात शिक्षा उपरे पड़े। परवर्ती क्वेश्चन भारत रे विशेषज्ञ मानकर कौन नाही बोली से माने अमेरिका छाड़ी आसिबाकू चाहू नाहंती स्वाधीन देशर शिक्षा चिंतार गोलक बिहारी धळ वर्णना करछंती भारत रे विशेषज्ञ मानकर कौन नाही ना विशेष मूल्य नाही बोली से माने अमेरिका छाड़ी आसिबाकू चाहू नाहंती। परवर्ती क्वेश्चन तो पिला माने आई डबल आई दे लिखिबा गोटे कथा होची आई रे देखिबो लेखा कण प्रबंध लिखिबो स्वाधीन देशर शिक्षा चिंता प्राबंधिक गोलक बिहारी धळ वर्णना करी कहिसंती जे भारत रे केउ मानकर विशेष मूल्य नाही बोली से माने अमेरिका छाड़ी आसीबाकू चाहू नांती पिले ना भारत रे विशेषज्ञ मानकर विशेष मूल्य नाही बोली से माने अमेरिका छाड़ी आसीबाकू चाहू नांती। परवर्ती क्वेश्चन केउ देश रे सबु कथा शासक मानक द्वारा नियंत्रित हुए कौन ना स्वाधीन देशर शिक्षा चिंता र गोलक बिहारी धळ वर्णना करिसंती जे कौन ना भारत भली देश रे सबु कथा कौन ना शासक मानक द्वारा नियंत्रित हुए बुझेला। परवर्ती क्वेश्चन बॉम्बेरू बाहरी थिबा केउ पत्रिकारे शासक ओ विशेषज्ञ शीर्षक अग्रलेखाटी प्रकाश पाइथिला बॉम्बेरू बाहरी थिबा केउ पत्रिका पिले कौन ना बॉम्बेरू बाहरी थिबा संडे स्टैंडर्ड पत्रिकारे शासन ओ विशेषज्ञ शीर्षक अग्रलेखाटी प्रकाश पाइथिला बुझेला। तापरे बॉम्बेरू बाहरु थिबा संडे स्टैंडर्ड पत्रिकारे केउ शीर्षक अग्रलेखाटी प्रकाश पाइथिला कौन लिखिबो ना स्वाधीन देशर शिक्षा चिंतार गोलक बिहारी धळ वर्णना करिसंती कि कौन ना बॉम्बेरू बाहरु थिबा संडे स्टैंडर्ड पत्रिकारे कौन ना शासक और विशेषज्ञ शीर्षक अग्रलेखाटी प्रकाश कौन ना पाइथिला। परवर्ती क्वेश्चन देश रे परिचालना पद्धति रे कौन सृष्टि नहेला पर्यंत अवस्था कौनसी परिवर्तन संभव नुह बोली लेखक कहिसंती देश रे परिचालना पद्धति कौन सृष्टि पिले ना प्रबंध लिखिबो स्वाधीन देशर शिक्षा चिंता प्राबंधिक गोलक बिहारी धळ वर्णना करिसंती जे देशर परिचालना पद्धति रे कौन ना नूतन दृष्टिकोण सृष्टि नहेला पर्यंत अवस्था कौनसी परिवर्तन संभव नुह बोली लेखक कहिसंती। परवर्ती क्वेश्चन शिक्षा राज्य रे एक की अवस्था आसी पहुंचिलानी बोली लेखक कहिसंती की अवस्था पिले ना शिक्षा राज्य रे एक की अवस्था पहुंचे ना निरुपाय अवस्था पहुंचिलानी बोली लेखक कहिसंती। नेक्स्ट केउ पद्धति रे छात्र मानकर गुणात्मक मूल्य निर्धारण करिबा भारी कष्ट कौन पिले ना स्वाधीन देशर शिक्षा चिंतार गोलक बिहारी धळ वर्णना करिसंती जे केउ पद्धति रे छात्र मानक पिले ना परीक्षा पद्धति रे छात्र मानकर गुणात्मक मूल्य निर्धारण करिबा भारी कष्ट। परवर्ती
କଳିଙ୍ଗ ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଗୋଟିଏ ଉପାଗ୍ର ଲେଖାରେ କେଉଁ ବିଷୟରେ ସୂଚନା ଦେଉଥିଲେ? ପ୍ରବନ୍ଧ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ବର୍ଣ୍ଣନା କରିଛନ୍ତି ଯେ କଳିଙ୍ଗ ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଗୋଟିଏ ଉପଗ୍ର ଲେଖାରେ ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲେ। ତ ପିଲେ ତମର ଶେଷ କ୍ୱେଶ୍ଚିନ୍ ପିଲାମାନେ 20ଟା। ତ ପରବର୍ତ୍ତୀ କ୍ଲାସ୍କୁ ଆଉ ଅବଶିଷ୍ଟ ପଢ଼େଇଦେବି। 20 କ'ଣ ନା ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତା ଅପେକ୍ଷା କେଉଁ ବିଷୟରେ ଅଧିକ ଜାଣୁଛନ୍ତି ପିଲେ? ନା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ଗୋଲକ ବିହାରୀ ଧଳ ବର୍ଣ୍ଣନା କରି କହିଛନ୍ତି କି ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି କ'ଣ ନା ତା ଅପେକ୍ଷା ପରୀକ୍ଷା ବିଷୟରେ ଅଧିକ ଜାଣୁଛନ୍ତି। ତ ବୁଝିଲା ପିଲାମାନେ ତମମାନଙ୍କ ପାଇଁ ଏତିକି କ୍ୱେଶ୍ଚିନ୍ ଆସିଛି। ତ ନେକ୍ସଟ କ୍ଲାସ୍କୁ ଅବଶିଷ୍ଟ କ୍ୱେଶ୍ଚିନ୍ ନେଇ ଆସିବି। ଆଉ ଗୋଟେ କଥା କହୁଛି ତମ ପରୀକ୍ଷା ଅଳ୍ପ ଦିନ ରହିଲା ତ ପିଲାମାନେ ପଢ଼, ବୁଲାବୁଲି ନ କରିକି ଏବେ ତ 2 ମାର୍କିଆ 3 ମାର୍କିଆ 5 ମାର୍କରେ କ'ଣ ନା ବିଷୟ ଏବଂ ଲେଖକଙ୍କ ନାଁ ଲେଖିବ। ତାପରେ ତମେ କ'ଣ ପ୍ରଶ୍ନକୁ ଯିବ। ବୁଝିଲା ପିଲାମାନେ? ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅ ପିଲାମାନେ। ରହୁଛି ଧନ୍ୟବାଦ।